ବାପା ବାପା ଖେଳ ଆମ ଭକ୍ତି ଭରା ଭୂମିଷ୍ଠା ପ୍ରଣାମ। ଭଗବାନ ତୁମର ମଙ୍ଗଳ କରନ୍ତୁ ରେ ମା, ମଙ୍ଗଳ କରନ୍ତୁ। ଆରେ ସୁଷମା, ପ୍ରତିମା, ଆରେ ତୁମମାନଙ୍କୁ ଏତେ ଡାକିଲି, ଆରେ କୋଉଠି ଥିଲ? ଏତେ ବିଳମ୍ବ କଲ ଯେ? ବାପା ଏଥିରେ ନା ମୋ ଦୋଷ ନାହିଁ, ଏଥିରେ ନା ଅପାର ଦୋଷ ଅଛି। ନା ବାପା, ସବୁ ଦୋଷଟା ହଉଛି ପ୍ରତିମାର। ସବୁ ଜାଣିଛ, ସେ ଚୁଗୁଲଟା ମତେ ଭାରି ହଇରାଣ କରେ। ବାପା ଜାଣିଛ ଅପନା ସେ ଫୁଲମାନଙ୍କ ସହିତ ଏମିତି କଥା ହେଉଥିଲା ଯେ ମନେ ହେଉଥିଲା ସେ ଫୁଲ ଉଦ୍ୟାନ ରାଣୀ ସେଇ ନିଜେ। ଓ ଆରେ ବା, ଆରେ ମୁଁ ତ ଭାବୁଥିଲି ଏ ଉଦ୍ୟାନ ମଧ୍ୟ ତୁମକୁ ବାନ୍ଧିକି ରଖିଛି। ଆଉ ଜାଣିଛ ବାପା, ଅପାଙ୍କ ନା ଆମ ଏଇ ଘରେ ରହିବା ତାଙ୍କୁ ମନ ଲାଗୁନି। ଦେଖୁନ ବାପା କେମିତି କହିଯାଉଛି। ବାପା ଆମେ ଗୋଟେ ଅନୁମତି ମାଗିବା ପାଇଁ ଆସିଅଛୁ ଯେ। ଅନୁମତି? ହଁ ବାପା। ପୁଣି ବାପା ପାଖକୁ? ଆରେ କୁହ, ନିଃସନ୍ଦେହରେ କୁହ। ବାପା କହିବୁ ବାପା? ବାପା ସୁଷମା, ଆରେ କୁହ। ବିଦାୟ ଦିଅନ୍ତୁ ଶୁଭରେ ପିଆରା, ବିଦାୟ ଦିଅନ୍ତୁ ଶୁଭରେ ପିଆରା, ଶିବଙ୍କ ଦର୍ଶନ ପାଇଁ ଯିବୁ ମନ୍ଦିର, ଶିବଙ୍କ ଦର୍ଶନ ପାଇଁ ଯିବୁ ମନ୍ଦିର। ବିଦାୟ ଦିଅନ୍ତୁ ଶୁଭରେ ପିଅର, ବିଦାୟ ଦିଅନ୍ତୁ ଶୁଭରେ ପିଆରା, ଶିବଙ୍କ ଦର୍ଶନ ପାଇଁ ଯିବୁ ମନ୍ଦିର, ଶିବଙ୍କ ଦର୍ଶନ ପାଇଁ ଯିବୁ ମନ୍ଦିର। ଆଜି ଶିବରାତ୍ରି ବ୍ରତ କରନ୍ତି ଜାଗର, ଅରଖ ଦୁଦୁରା ସାଙ୍ଗେ ବେଲ ପତର। ଆଜି ଶିବରାତ୍ରି ବ୍ରତ କରନ୍ତି ଜାଗର, ଅରଖ ଦୁଦୁରା ସାଙ୍ଗେ ବେଲ ପତର। ବିଦାୟ ଦିଅନ୍ତୁ ଶୁଭରେ ପିଆରା, ବିଦାୟ ଦିଅନ୍ତୁ ଶୁଭରେ ପିଆରା, ଶିବଙ୍କ ଦର୍ଶନ ପାଇଁ ଯିବୁ ମନ୍ଦିର, ଶିବଙ୍କ ଦର୍ଶନ ପାଇଁ ଯିବୁ ମନ୍ଦିର।
ସତରେ ମା ତୁମମାନଙ୍କ ମୋ ଭକ୍ତି ଭାବ ଦେଖି ଆଜି ମୁଁ ବହୁତ ଆନନ୍ଦିତ। ବାପା ପ୍ରତିଭା ହଁ ବାପା ସୁଷମା ଆରେ ମା ତୁମମାନଙ୍କୁ ମୁଁ ଦଣ୍ଡ ନ ଦେଖିଲି ମୋ ତୁଣ୍ଡରେ ଲୋପ ସାଇଲିର ଏ ମା ଏ ହରିତ ମୋହମୟ ସଂସାରରେ କେହି ନୁହେଁ କାହାର ବାପା ସେ ଦେବ ଦେବ ମହାଦେବ ସୁଷମା ବାପା ପ୍ରତିମା ବାପା ଆରେ ବା ମୁଁ ଗୋଟେ କଥା କହୁଛି କଣ ତୁମମାନେ ଶୀଘ୍ର ଯିବ ଶିବ ମନ୍ଦିରକୁ ଦର୍ଶନ ନିମନ୍ତେ ଆଉ ବିଳମ୍ବନ କରି ଶୀଘ୍ର ଫେରି ଆସିବ ମୋ ପାଖକୁ। ବାପା ସେଥିପାଇଁ ନା ତମେ ଜମାରେ ବ୍ୟସ୍ତ ହୁଅନି ଆମେ ନା ଭଲରେ ଯାଇ ଭଲରେ ଫେରି ଆସିବୁ। ନିଶ୍ଚୟ ମା ହେଲେ ବାପା- ନିଶ୍ଚୟ ଯିବ। ଆପଣଙ୍କ ଯତ୍ନ ନେଇକି ତ ବାପା କଣ କହିଲୁ? ସେ ବାପା ଆମେ ତ ଦେବଦେବ ମହାଦେବଙ୍କ ପୂଜା ଅର୍ଚ୍ଚନା ନିମନ୍ତେ ଚାଲିଯିବ ହେଲେ ଆପଣ ଆମମାନଙ୍କୁ ଚିନ୍ତା କରିବେନି ଆପଣଙ୍କ ଦେହର ଯତ୍ନ ନେଉଥିବେ। ଠିକ ଅଛି ମା ଠିକ ଅଛି ତାହେଲେ ବିଳମ୍ବନ କରି ଶୀଘ୍ର ଯାଅ ସେ ଦେବଦେବ ମହାଦେବ ପାଖକୁ। ତେବେ ଠିକ ଅଛି ବାପା ଆମେ ଆସୁଛୁ।